ତିହିଡ଼ି ମହୋତ୍ସବ ଆଜି 10 ବର୍ଷରେ ପଦାର୍ପଣ କରିଛି। ତିହିଡ଼ି ମାଟି କଳା ସଂସ୍କୃତି ପରମ୍ପରାରେ ସମୃଦ୍ଧ ମାଟି। ଏ ମାଟିରେ କାନ୍ତ କବିଙ୍କର ଜନ୍ମ। ଏ ମାଟିରେ ଅନେକ କୃତିବିଦ୍ୟ ସନ୍ତାନ ଏ ରାଜ୍ୟର ସଂସ୍କୃତି, ଏ ରାଜ୍ୟର ରାଜନୈତିକ ସାମାଜିକ ଅବସ୍ଥାକୁ ପରିପୁଷ୍ଟ କରିଛନ୍ତି। ଆଜି ସେମାନଙ୍କୁ ମନେ ପକାଇବାର ଅବସର, ଆଜି ସେମାନଙ୍କୁ ସ୍ମରଣ କରିବାର ଅବସର। ଆଜି ଏ ଭବ୍ୟ କାର୍ଯ୍ୟକ୍ରମରେ ବାସଦେବପୁରର ବିଧାୟକ, ତିହିଡ଼ି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଏବଂ ସମସ୍ତ ଶ୍ୟାମା କ୍ଲବର ଉଦ୍ୟୋକ୍ତା ମାନେ ଉପସ୍ଥିତ ରହିକି ଏବଂ ସବୁଠୁ ବଡ଼ କଥା ଯେଉଁ ସଂଖ୍ୟାରେ ଅଞ୍ଚଳବାସୀ ଏଠି ଯୋଗ ଦେଉଛନ୍ତି, ଶ୍ୟାମା କ୍ଲବକୁ ଆହୁରି ପ୍ରୋତ୍ସାହିତ କରିବ ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜିତ କରିବା ପାଇଁ ସମସ୍ତଙ୍କୁ ଆପଣମାନଙ୍କ ମାଧ୍ୟମରେ ମୁଁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି। ଅବଦାନ ନୁହେଁ, ଇଏ ହେଉଛି କର୍ତ୍ତବ୍ୟ। ଏ ମାଟି ପାଇଁ ଏ ମାଟି ଯାହା ଆମକୁ ପ୍ରଦାନ କରିଛି ବିଗତ ଦିନରେ, ତାହାକୁ ପ୍ରତିଦାନ କରିବାର ସମୟ ଆସିଯାଇଛି। ଏ ଅନୁଷ୍ଠାନ ଆରମ୍ଭ ହେବା ଦିନରୁ ମୋର ପିତାଙ୍କର ସହଯୋଗ ରହିଛି ଏବଂ ଯେତେବେଳେ ଓଡ଼ିଶାରେ ନୂଆ ସରକାର ଆସିଛି, ନୂଆ ସରକାର ବି ପ୍ରଥମ ଥର ପାଇଁ ସହଯୋଗ ପ୍ରଦାନ କରିଛନ୍ତି ଏବଂ ଆସନ୍ତା ବର୍ଷକୁ ଇଏ ଆହୁରି ଭବ୍ୟ ଏବଂ ଦିବ୍ୟ ଆକାରରେ ପାଳନ କରାଯିବ। ହଲମାର୍କ ଅର୍ନାମେଣ୍ଟସ୍, ସ୍ୱପ୍ନରୁ ସତ ଯାଏ।